ଆମ ଘର ଗନ୍ଧିଆ ହେବ କିନ୍ତୁ ମାଥିର ସାଙ୍ଗମାନଙ୍କର ଘରେ କୁକୁଡ଼ା ଅଛି। ସେଇ କୁକୁଡ଼ା ଦେଖିକି ସେ ବେଶୀ ଇଚ୍ଛା କରୁଛି ମୋର ବି ଗୋଟେ କୁକୁଡ଼ା ହୁଅନ୍ତା କି। କିନ୍ତୁ ବାପା ମା ଯେତେବେଳେ ମନା କରୁଛନ୍ତି ସେ ଅଣ୍ଡା ପକେଟରେ ଭରି ଥାଉଛି, ଆଜି ନହେଲେ କାଲି ଗୋଟେ ଛୁଆ ହେବ ପରା ବୋଲି। ହେଲେ କୁକୁଡ଼ା ଛୁଆ ହେବ, ଅଣ୍ଡା ଅନେକ ଥର ପକେଟରେ ଫାଟି ଯାଇଛି। ଲୁଗା ସଫା କରିବା ସମୟରେ ବାପା ମା ଗାଳି ଦଉଛନ୍ତି। ଅନେକ ସମୟରେ ସେ ଅଣ୍ଡାକୁ ବ୍ୟାଗରେ ଭରି ଥାଉଛି, ସ୍କୁଲ ବ୍ୟାଗରେ ବି କେତେ କେତେବେଳେ ଫାଟି ଯାଉଛି। ଟିଚର ମାନେ ତାକୁ ଗାଳି ଦଉଛନ୍ତି, କିନ୍ତୁ ସେ ଅଭ୍ୟାସ କେବେ ଭୁଲି ନାହିଁ। ସେ ଅଣ୍ଡା ଗୋଟେ ଧରିଥିବ ପକେଟରେ ନହେଲେ ବ୍ୟାଗରେ, ଆଉ ସବୁବେଳେ ଦେଖୁଥିବ ହେଲା କି ଚିଆଁ ଗୋଟେ। ଚିଆଁ କହିବେ ତ ଆପଣ? କୁକୁଡ଼ା ଛୁଆ ଚିଆଁ ନା କୁକୁଡ଼ା ଛୁଆ? ଚିଆଁ ବି କହିବେ ନା। ସବୁବେଳେ ଦେଖୁଛି କୁକୁଡ଼ା ଛୁଆ ହେଲା କି ଚିଆଁ ହେଲା କି ହଉ ନାହିଁ। ବ୍ୟାଗରେ ଦେଖୁଛି ଛୁଆ ହେଲା କି ନାହିଁ। ଦିନେ ତାର ବାର୍ଥଡେ ହେଲା, ହ୍ୟାପି ବାର୍ଥଡେ କରନ୍ତି ନା ଆପଣ? ୟେସ୍। ତାର ସାଙ୍ଗମାନଙ୍କୁ ଡାକିଛି, ତାର ସାଙ୍ଗମାନେ ଆସିଲେ, ଗୀତ ହେଲା, ପ୍ରାର୍ଥନା ହେଲା, କେକ୍ କଟା ହେଲା। କେକ୍ ସମସ୍ତେ ଖାଇଲେ, ଘରେ ପ୍ରସ୍ତୁତ ଥିବା ସବୁ ଖାଦ୍ୟ ବି ଖାଇଲେ, ଭୋଜି ଖାଇଲେ। ଆଉ ଯିବା ପୂର୍ବରୁ ସେମାନେ ଗିଫ୍ଟ ସବୁ ଦେଲେ। ଗିଫ୍ଟ ଭଲ ଲାଗେ ନା? ଗିଫ୍ଟ ଭଲ ଲାଗେ କି ନାହିଁ? ମାଳିଆଟା ସମସ୍ତଙ୍କୁ ଭଲ ଲାଗେ। ଗିଫ୍ଟ ସବୁ ଗୋଟେ ଗୋଟେ କରି ବାପା ମାଙ୍କ ସହିତ ରାତି ଖୋଲୁଛି। ଆଉ ଯେତେବେଳେ ଖୋଲୁଛି, କୋଉଠି କେତେବେଳେ ତା ପାଇଁ ଡ୍ରେସ୍ ଅଛି, କୋଉଠି ତା ପାଇଁ ସୁ ଅଛି, ଜୋତା, ଗୋଟେ ସୁନ୍ଦର ସୁନ୍ଦର ସେ ଟେଡି ବିୟର ଗୁଡାକ ଅଛି। ଲାଷ୍ଟକୁ ଗୋଟେ ଗିଫ୍ଟ ବକ୍ସ ମିଳିଲା। ଯୋଉ ଗିଫ୍ଟ ବକ୍ସ ଚାରିଆଡେ କଣା କଣା ଖାଲି ଅଛି। ବାପା ପଚାରିଲେ ଏଇଟା କି ଗିଫ୍ଟ? ସବୁଆଡେ ତ କଣା କଣା, କଣ ଦେଇଥିଲା ଯେ ତ ଗଳି ଯାଇଥିବ। ମାଥ୍ୟୁ ପଚାରିଲେ ବାପା କାହା ନାଁ ଲେଖା ହେଇଛି ଟିକେ ଦେଖ। ବାପା କହିଲେ ଏଠି ତ ମାର୍କ ଲେଖା ହେଇଛି। ମାର୍କ? ସେ ମୋର ବେଷ୍ଟ ଫ୍ରେଣ୍ଡ, ସେ ଗୋଟେ ଭଲ ଗିଫ୍ଟ ଦେଇଥିବ। ବାପା କହୁଛନ୍ତି କଣା କଣାଟା ତ ଦେଇଛି। ନାଇଁ ବାପା ଖୋଲିକି ତ ଦେଖ। ଯେତେବେଳେ ସେ ଖୋଲିଲା, ତା ପାଇଁ ଗୋଟେ ଗିଫ୍ଟ ଥିଲା। ହାଲେଲୁୟା। ସମସ୍ତେ ଦେଖିପାରୁଛନ୍ତି? ଆପଣମାନେ ଦେଖିଲେ ନାହିଁ? ବେଷ୍ଟ ଗିଫ୍ଟ ଥିଲା। ମାଥ୍ୟୁ ଖୁସି ହେଇଗଲା। ମାଥ୍ୟୁ କହିଲା ବାପା ଯେତେ ଗିଫ୍ଟ ସବୁ ଅଛି ତମେ ବାପା ମା ଦୁଇ ଜଣ ଭାଗ କରିକି ନେଇଯାଅ। ଏ ଗୋଟେ ଗିଫ୍ଟ ମୁଁ ରଖିବି, କାରଣ ଏଇଟା ମୋର ବେଷ୍ଟ ଗିଫ୍ଟ ଲାଇଫରେ। ମୁଁ ଯୋଉ ବିଷୟ ଅପେକ୍ଷା କରିଥିଲି ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଆଜି ମୁଁ ପାଇଯାଇଛି। ହାଲେଲୁୟା। ବାପା କହିଲେ ଘରେ ରଖିବୁ ନାହିଁ। ବାପା କହିଲେ ଘରେ ରଖିବୁ ନାହିଁ, ବାଡ଼ି ପଟେ ରଖିବୁ। ମାଥ୍ୟୁ କହିଲା ସକାଳ ପାଇଲେ ରଖିବି ବାପା, ଗୋଟେ ରାତି ଖାଲି ଘରେ ଥାଉ। ରାତି ଯାକ ଶୋଇ ନାହିଁ ମାଥ୍ୟୁ। ରାତି ଯାକ ଚିନ୍ତା କରୁଛି ମୁଁ ବାଡ଼ି ପଟେ ରଖିବି, କେମିତି ରଖିବି। କୁଡ଼ିଆ ଗୋଟେ ତିଆରି କରିବି, ଛୋଟ ଘର ଗୋଟେ କରିବି, ସେଠି କୁକୁଡ଼ା ରଖିବି, ସେଠି ଚାଉଳ ଦେବି, ଖୁଦ ଦେବି, ପାଣି ଦେବି। ରାତି ଯାକ ଭାବୁଛି। ଯେମିତି ସକାଳ ହେଲା ଦୌଡ଼ିଲା ବାଡ଼ି ପଟେ। ବାଡ଼ି ପଟରେ ଗୋଟେ ସୁନ୍ଦର କୁଡ଼ିଆ ବନାଇଲା, ଆଉ ସେଠି କୁକୁଡ଼ା ରଖିଦେଲା। ଏଇ ଛୋଟ କୁକୁଡ଼ାଟା ତା ପାଇଁ ଖୁଦ ଦେଲା, ଚାଉଳ ଦେଲା, ପାଣି ଦେଲା, ତାର ଯତ୍ନ ସବୁଦିନ ପାଇଁ ନେଲା। ସକାଳୁ ଉଠିଲେ କୁକୁଡ଼ାର ଚିନ୍ତା, ସ୍କୁଲ ଗଲେ ବି କୁକୁଡ଼ାର ଚିନ୍ତା କରୁଥିବ ମୋର କୁକୁଡ଼ା କେମିତି ଅଛି। ସ୍କୁଲରୁ ଫେରିଲେ ସିଧା ଘରକୁ ନ ଯାଇ କୁକୁଡ଼ା ଘରକୁ ପାଇଲେ ଯିବ। ଏମିତି ଯତ୍ନ ନେଉଛି। ଆଉ ଧୀରେ ଧୀରେ କୁକୁଡ଼ା ବଡ଼ ହେବାକୁ ଲାଗିଲା। ଆଉ ଯେତେବେଳେ ବଡ଼ ହେଇଛି, କୁକୁଡ଼ା ପାଖ ପଡ଼ୋଶୀ ଘରର କୁକୁଡ଼ା ସହିତ ବି ସାଙ୍ଗ ହେଇଗଲା। କୁକୁଡ଼ା ବି ସାଙ୍ଗ ହୁଅନ୍ତି। ଫେର ଆସିକି ତାର ସେ କୁଡ଼ିଆରେ ରହିଲା। ଆଉ ଦିନେ ସେ କୁକୁଡ଼ା ବଡ଼ ହେଇଗଲା, ଆଉ ବଡ଼ ହେଇକି ସେ ବି ଅଣ୍ଡା ଦେବାକୁ ଲାଗିଲା। ହାଲେଲୁୟା। ମାଥ୍ୟୁର କୁକୁଡ଼ା ଏବେ ଆଉ ସାନ ନାହିଁ, ଏବେ ବଡ଼ ହେଇସାରିଛି। ଏଇଟା ମାଇ କୁକୁଡ଼ା ତ? ମାଇ ତ କି ମାମୁ? ମାମୁ ନାଇଁ ତ? ହଁ ମାଇ କୁକୁଡ଼ା। ये भी अंडा देवार आरंभ कर दिया।
ଆଉ ଯେତେବେଳେ ଅଣ୍ଡା ଦେଇଛି ମାଥ୍ୟୁ ବେଶୀ ଖୁସି ହେଇଗଲା, କାରଣ ଆଜି ତାର ସେ ଛୋଟ କୁକୁଡ଼ାଟା, ସେ ଚିଆଁଟା, ସେ ଛୋଟ କୁକୁଡ଼ା ଆଜି ବଡ଼ ମାଇ ହେଇକି ସେ ବି ଅଣ୍ଡା ଦଉଛି, ତାର ସଂଖ୍ୟା ବୃଦ୍ଧି ହେବ ଏଇଟା ସେ ଗଣୁଛି। କୁଡ଼ିଆ ଟିକେ ଆଉ ଟିକେ ବଡ଼ କରିଦେଲା, ଆଉ ସେଠି ଏ ମା କୁକୁଡ଼ାକୁ ଭଲ ଭାବରେ ଯେମିତି ଅଣ୍ଡା ଦେବ ସେଥିପାଇଁ ତାର ସୁବ୍ୟବସ୍ଥା କଲା। ଧୀରେ 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 କୁକୁଡ଼ା ଦିନ ପରେ ଦିନ ଗୋଟେ ପରେ ଗୋଟେ ଅଣ୍ଡା ଦେବାକୁ ଲାଗିଲା। କୁକୁଡ଼ା କେତେଟା ଅଣ୍ଡା ଦିଏ? କେତେଟା ଅଣ୍ଡା ଦିଏ? କେତେଟା ଅଣ୍ଡା ଦିଏ? ଗୋଟେ ଦିନ 12ଟା, ଗୋଟେ ଦିନ 12ଟା ଦଉଥିଲ ମତେ ଦିଅ ସେ କୁକୁଡ଼ା। ଡେଲି ଗୋଟେ ଗୋଟେ ଅଣ୍ଡା ଦିଏ। କୋଉ କୁକୁଡ଼ା କଣ୍ଟିନ୍ୟୁ 15 ଦିନ ଯାଏ ଦେବ, 20 ଦିନ ଯାଏ ବି ଦେବ। ଏଇ କୁକୁଡ଼ା 12ଟା ଅଣ୍ଡା ଦେଲା। 12ଟା ଅଣ୍ଡା ଦେଲା ପରେ ବୁଲୁଥିବ କି ସେ ମାଇ? ପଡ଼ା ପଡ଼ା ବୁଲୁଥିବ କି? ନାଇଁ, ସେ ବୁଲିବ ନାହିଁ। ସେ ବସିବ, ସେ ଅଣ୍ଡାକୁ ଉଷୁମ କରିବ। ଉଷୁମାଇବା କହନ୍ତି ନା। 20-21 ଦିନ ପରେ କୁକୁଡ଼ା ସବୁ ବାହାରିଲେ। ହାଲେଲୁୟା। ମାଥ୍ୟୁ ଖୁସି ହେଇଗଲା। ତାର ଗୋଟିଏ ଛୋଟ କୁକୁଡ଼ା ଏବେ ବଡ଼ କୁକୁଡ଼ା ହେଇକି ଏବେ 12ଟା ଚିଆଁ ଦେଇ ସାରିଛି। ମାଥ୍ୟୁ ତାର ପାଇଁ ଆହୁରି ସୁବ୍ୟବସ୍ଥା କଲା, ତାର ଆହୁରି ଯତ୍ନ ନେଲା। ସ୍କୁଲ ଯିବା ପୂର୍ବରୁ ତାର କେୟାର ନେଲା। ସ୍କୁଲରେ ଥିବା ସମୟରେ ବି ଚିନ୍ତା କରୁଛି ମୋର କୁକୁଡ଼ା କେମିତି ଥିବ। ସ୍କୁଲ ଛୁଟି ହେଲେ ସିଧା ଦୌଡ଼ି ଆସୁଛି ମୋର ସେ 12ଟା ଚିଆଁ ଅଛି ନା ନାହିଁ। ଏଇ ପ୍ରକାର ଦିନ ଚାଲିଛି। ଆଉ ଏମିତି ଖରା ଦିନ, ଆଉ ଯେତେବେଳେ ଏଇ ଖରା ଦିନରେ କୌଣସି ଗୋଟେ କ୍ଷେତରେ ନିଆଁ ଲାଗିଗଲେ ଜାଣିଛନ୍ତି କେମିତି ହୁଏ? ସେ ନିଆଁ ବହୁତ ଏରିଆକୁ ସ୍ପ୍ରେଡ୍ ହେଇଯାଏ। କେହି ଜଣେ ବ୍ୟକ୍ତି ଆପଣାର ବାଡ଼ି ବଗିଚା ସଫା କରିବା ପାଇଁ ମାଚିସ୍ ମାରିଦେଲା। ନିଆଁ ଜଳି ଜଳି ମାଥ୍ୟୁର ବାଡ଼ି ବଗିଚା ବି ଜଳିଗଲା। କେତେବେଳେ? ଯେତେବେଳେ ମାଥ୍ୟୁ ବାପା ମାଙ୍କ ସହିତ ମାର୍କେଟକୁ ଯାଇଛି। ସେ ମାର୍କେଟରେ ଅଛି, ତା ପାଇଁ ଡ୍ରେସ୍ କିଣୁଛି, ତା ପାଇଁ ଖାଇବାଟା କିଣୁଛି, କୁରୁକୁରେ କଣ କିଣୁଛି। ଆଉ ଏପଟ ତାର କୁକୁଡ଼ା ଘର ରହିଥିବା ସେ ବାଡ଼ି ବଗିଚା ସବୁ ଜଳି ଯାଇଛି। ମାଥ୍ୟୁ ଜାଣି ନାହିଁ। ଯେତେବେଳେ ସେ ବାପା ମାଙ୍କ ସହିତ ମାର୍କେଟରୁ ଫେରୁଛି, ସେ ଦୂରରୁ ଦେଖୁଛି ବାଡ଼ି ପଟରୁ ଧୂଆଁ ବାହାରୁଛି। କାରଣ ଏମିତି ସମ୍ପୂର୍ଣ୍ଣ ଜଳି ଯାଇ ବାଡ଼ି ବଗିଚାରୁ ଆଉ କିଛି ନାହିଁ, ଖାଲି ଧୂଆଁ ଟିକେ ଖାଲି ବାହାରୁଛି, ଜଳି ସାରିଛି। ମାଥ୍ୟୁ ଦୌଡ଼ିଲା, ବାପା ମୋର ବାଡ଼ିରୁ ନିଆଁ ବାହାରୁଛି, ଆଉ ସେଠି ମୋର କୁକୁଡ଼ା ଘର ଥିଲା, ମୋର 12ଟା ଚିଆଁ ଏବଂ ତାର ମା ଥିଲା। କଣ ହେଇଥିବା ପରିସ୍ଥିତି? ମୁଁ ଦୌଡୁଛି ବାବା। ଆଉ ଯେତେବେଳେ ସେ ଦୌଡ଼ିଲା ସବୁ ପାଉଁଶ ହେଇଯାଇ ସାରିଛି। ସେଠି ତାର କୁକୁଡ଼ା ନାହିଁ, ବାଡ଼ିର ଗୋଟେ ଗଛ ନାହିଁ, ପତ୍ର ନାହିଁ, ସବୁ ପାଉଁଶ। ସେ ରଡ଼ି ଛାଡ଼ି ଚିତ୍କାର କରିବାକୁ ରହିଲା। ସେ କାନ୍ଦିବାକୁ ଲାଗିଲା ଯେ ବାପା ମୋର ଗିଫ୍ଟ ଆଉ ନାହିଁ, ଯୋଉ ଗିଫ୍ଟର ଯତ୍ନ ନେଇଥିଲି ମୁଁ, ମୋର 12ଟା ଚିଆଁ ଆଜି ନାହିଁ, ମୋର ସେ ମାଇ କୁକୁଡ଼ା ଆଉ ନାହିଁ। ସେ କାନ୍ଦୁଛି, ସେ ବ୍ୟାକୁଳ ହେଉଛି। ବାପା ପହଞ୍ଚିଲେ, ବାପା ବି କାନ୍ଦିଲେ, କାରଣ ତାର ପୁଅ କେତେ ଯତ୍ନ ନେଇଛି, ଆଉ ସେ ବ୍ୟାକୁଳତାର ସହିତ କ୍ରନ୍ଦନ କରୁଛି। ବାପାଙ୍କୁ କହିଲା ମାଥ୍ୟୁ, ବାପା ମୋର କୁକୁଡ଼ା ମାନଙ୍କୁ ଖୋଜିକି ଦିଅ, ମୁଁ ଜାଣିଛି କୁକୁଡ଼ା ଆଉ ବଞ୍ଚି ନଥିବ, ସବୁ ଏ ନିଆଁରେ ପାଉଁଶ ହେଇଯାଇ ସାରିଥିବ, କିନ୍ତୁ ମତେ ସେ ଡେଡ୍ ବଡି ଦରକାର। ମୁଁ ଯାହାକୁ ନେଇ କବର ଦେବି, ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବି ଯେ ପ୍ରଭୁ ତାଙ୍କ ଇଚ୍ଛା ସେ ସଫଳ କଲେ, କିନ୍ତୁ କବର ଦେବି। ବାପା ଖୋଜୁଛନ୍ତି, ସେ ପାଉଁଶ ଭିତରେ ଖୋଜୁଛନ୍ତି, କୋଉଠୁ ପାଇବେ ସେ? ଏତେ ବଡ଼ ନିଆଁ ଭିତରେ କଣ କୁକୁଡ଼ା ମିଳିବ? ସବୁ ପାଉଁଶ ହେଇସାରିଛି। ମାଥ୍ୟୁ ଆହୁରି କାନ୍ଦୁଛି। ସେତେବେଳେ ବାପା ଦେଖିଲେ ଗୋଟେ ଜାଗାରେ ପାଉଁଶ ଗଦା ହେଇଛି, ଢିପ ହେଇକି ଅଛି। ବାପା ସାଇଡ୍ କଲେ। ଯେତେବେଳେ ପାଉଁଶ ସାଇଡ୍ କଲେ, ସେଠି ଗୋଟେ ମା କୁକୁଡ଼ା ସମ୍ପୂର୍ଣ୍ଣ ଭାବରେ ଜଳିଯାଇ ଏଇଭଳି ଅବସ୍ଥାରେ ଅଛି।
ତାର ଦେହରେ ବର ନାହିଁ, କଳା କାଠ ପରି ଦେଖାଯାଉଛି, କାରଣ ସମ୍ପୂର୍ଣ୍ଣ ନିଆଁରେ ସେ ଜଳି ଯାଇଛି। ବାପା ତାକୁ ଉଠେଇବା ପାଇଁ ଚେଷ୍ଟା କଲେ, ମାଂସ ବେଳି ଯାଉଛି। ବାପା ଛାଡ଼ିଦେଲେ, କିଛି କହିଲେ ନାହିଁ। ମାଥ୍ୟୁ ତାହା ଦେଖି ଆହୁରି ଚିତ୍କାର କରି କାନ୍ଦିଲା। ସେ କହିଲା, ମା କୁକୁଡ଼ା ତ ମିଳିଗଲା ବାପା, ମତେ ସେ 12ଟା କୁକୁଡ଼ା ଖୋଜି ଦିଅ, ସେ ଛୋଟ ଛୋଟ ଚିଆଁ ସବୁ, ମୁଁ ସମସ୍ତଙ୍କୁ ନେଇ କବର ଦେଇଦେବି ବାପା। ବାପା ବି କାନ୍ଦୁଛନ୍ତି, ଆଖିରୁ ଲୁହ ଝରୁଛି। ବାପା କୋଉଠୁ ପାଇବେ? ମା କୁକୁଡ଼ାର ଅବସ୍ଥା ଯଦି ଏଇ ପ୍ରକାର, ଛୁଆମାନଙ୍କର ଅବସ୍ଥା କଣ ହେଇନଥିବ। ସେତେବେଳେ ହଠାତ୍ ଚି ଚି ଶବ୍ଦ ଶୁଭିଲା। ବାପା ଦେଖିଲେ ମରି ଯାଇଥିବା କୁକୁଡ଼ାର ପେଟ ତଳୁ ଆବାଜ ଆସୁଛି। ହାଲେଲୁୟା। ବାପା ଯାଇକି ଯେତେବେଳେ କୁକୁଡ଼ାକୁ ଉଠାଉଛନ୍ତି, ଡେଣା ଛିଣ୍ଡି ଯାଉଛି, କାରଣ ସମ୍ପୂର୍ଣ୍ଣ ଜଳି ଯାଇଛି। ମାକୁ ତ ଉଠେଇ ଦେଲେ, ପେଟ ତଳେ ଦେଖୁଛନ୍ତି ଛୁଆ, 12ଟା ଛୁଆ ସୁରକ୍ଷିତ ଅବସ୍ଥାରେ, ଜୀବିତ ଅବସ୍ଥାରେ ଅଛନ୍ତି। ହାଲେଲୁୟା। କୌଣସି ଛୁଆର କ୍ଷତି ହେଇନାହିଁ, କାରଣ ମା ଆପଣାର ଛୁଆମାନଙ୍କୁ ବଞ୍ଚେଇବା ପାଇଁ ଯେତେବେଳେ ନିଆଁ ଜଳିଛି, ସେ ସମସ୍ତଙ୍କୁ ଡାକିଛି। ସେ ତାର ନିଜର ଭାଷାରେ ଡାକିଛି, ସବୁ ଛୁଆମାନଙ୍କୁ ନିଜର ଡେଣା ତଳେ ରଖିଛି। ଆଉ ଯେତେବେଳେ ନିଆଁ ଜଳୁଛି, ଆପଣାର ପର ଜଳେଇବାକୁ ଦେଲା। ଜୀବନ ଥିବା ଅବସ୍ଥାରେ ଯେପରି ତାର ଛୁଆ କିଛି ନ ହେବେ, ଆପଣାର ଚମଡ଼ା ବି ଜଳିବାକୁ ଦେଲା। ଶେଷରେ ନିଜର ପ୍ରାଣ ତ୍ୟାଗ କରିଦେଲା, ଯେପରି ସେ ମରିବ କିନ୍ତୁ ତାର ଛୁଆମାନେ ବଞ୍ଚିବେ। ଠିକ ସେଇ ପ୍ରକାର ମୋର ପ୍ରିୟମାନେ, ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ এই ଜଗତରେ ଥିବା ସମୟରେ ଲୋକମାନେ ତାଙ୍କୁ ନିନ୍ଦା କଲେ, ଲୋକମାନେ ତାଙ୍କୁ ଗାଳି ଗୁଲଜ କଲେ, ଲୋକମାନେ ତାଙ୍କୁ ଛେପ ପକାଇଲେ। ଯିଏ ଯେମିତି ବିଧା ମାରି ପାରିଲା, ଯିଏ ଯେମିତି ଚାପୁଡ଼ା ମାରି ପାରିଲା, ବିଭିନ୍ନ ପ୍ରକାର କଟୁ କଥା କହି ଯୀଶୁଙ୍କୁ ସମ୍ପୂର୍ଣ୍ଣ ଭାବରେ ପରିହାସ କରି ପକାଇଲେ। ସବୁ ସହିଲେ, ସବୁ ସହ୍ୟ କଲେ। ଲୋକମାନେ ତାଙ୍କୁ ଚାବୁକ ପ୍ରହାର କଲେ, ମାଂସ ବିଦୀର୍ଣ୍ଣ ହେଇଗଲା, କଣ୍ଟାର ମୁକୁଟ ପିନ୍ଧେଇ ଦେଲେ, ମସ୍ତକ ରକ୍ତାକ୍ତ ହେଇଗଲା। এইଭଳି ସମ୍ପୂର୍ଣ୍ଣ ରକ୍ତାକ୍ତ ଥିବା ଅବସ୍ଥାରେ ମାଂସ ବିଦୀର୍ଣ୍ଣ ହେଇ ସାରିଛି, ଦୁର୍ବଳ ହେଇ ପଡ଼ିଛନ୍ତି। এইଭଳି ଅବସ୍ଥାରେ ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ, ଆପଣମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗୋଟେ ବଡ଼ କାଠ ଲଦି ଦିଆଗଲା, ଯୋଉ କାଠରେ ସେ କ୍ରୁଶାର୍ପିତ ହେବେ। ସେ କେତେ ଥର ତଳେ ପଡ଼ିଥିବେ, କେତେ ଥର ଉଠିଥିବେ, କେବଳ ଗୋଟେ ମାତ୍ର ତାଙ୍କର ଚିନ୍ତା ଥିଲା, ମୁଁ କ୍ରୁଶ ବହନ କରିବି, କାରଣ ମୋର ସନ୍ତାନମାନଙ୍କୁ ଜୀବନ ଦେବାର ଅଛି। ଶେଷରେ କାଲବରୀ କାହା ପାହାଡ଼ ପର୍ଯ୍ୟନ୍ତ ଖ୍ରୀଷ୍ଟ ଯୀଶୁ ଗଲେ, ସେଇ କାଠରେ ତାଙ୍କୁ କ୍ରୁଶାର୍ପିତ କରି ଦିଆଗଲା। ପାପୁଲିରେ କଣ୍ଟା ମାରୁଥିବା ସମୟରେ ଗୋଟେ ଶବ୍ଦ ବାହାରୁଛି, ପିତା ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ଶେଷରେ ନିଜର ଜୀବନ ପରିତ୍ୟାଗ କରିଦେଲେ, ପିତାଙ୍କ ନିକଟରେ ପ୍ରାର୍ଥନା କଲେ, ମୋର ଆତ୍ମା ତୁମ୍ଭ ହସ୍ତରେ ମୁଁ ସମର୍ପଣ କରୁଅଛି। ଆପଣମାନଙ୍କୁ ଏବଂ ମୋତେ ବଞ୍ଚେଇବା ପାଇଁ ଖ୍ରୀଷ୍ଟ ଯୀଶୁ ନିଜେ ମୃତ୍ୟୁବରଣ କଲେ। ନରକର ଯନ୍ତ୍ରଣା ଯେପରି ଆମକୁ ଭୋଗ କରିବାକୁ ନ ହୁଏ, ଏଥି ନିମନ୍ତେ ସବୁ ଯନ୍ତ୍ରଣାକୁ ସେ ଭୋଗ କଲେ। ଅନ୍ଧକାରରେ ଯେପରି ଆମେ ଦନ୍ତର କିଳିବିଳି ଅବସ୍ଥାରେ ନ ରହୁ,
ଏଥି ନିମନ୍ତେ ସେଇ ଅନ୍ଧକାର କ୍ରୁଶ ଉପରେ ଥାଇ ପ୍ରାଣ ତ୍ୟାଗ କରି ଦେଶ ଯାକ 3 ଘଣ୍ଟା ପର୍ଯ୍ୟନ୍ତ ଅନ୍ଧକାର କରିଦେଲେ। এইটা ଥିଲା ସେ ବାକ୍ୟ। ମା ଯେପରି ଆପଣର ଜୀବନ ହରାଇଲା ନିଜର ସନ୍ତାନ ମାନଙ୍କୁ ବଞ୍ଚାଇବା ପାଇଁ, ଖ୍ରୀଷ୍ଟ ଆପଣ ମାନଙ୍କୁ ଏବଂ ମତେ ବଞ୍ଚାଇଛନ୍ତି ଆପଣର ଜୀବନ ଦେଇ, ଯେପରି ଆମେ ବଞ୍ଚିବୁ ତାଙ୍କ ପରିଚୟ ପାଇବୁ। କାରଣ ତାଙ୍କର ଆଜ୍ଞା ପାଳନ କଲେ ଆମେ ବଞ୍ଚିବୁ। ସେଥି ନିମନ୍ତେ ସେ ଆପଣର ବହୁମୂଲ୍ୟ ରକ୍ତ ଝରାଇ ସାରିଛନ୍ତି। କେବଳ ଆମକୁ ବିଶ୍ୱାସ କରି ଜୀବନ କାଟିବାର ଅଛି। ପ୍ରଭୁ ଆମ ସମସ୍ତଙ୍କୁ এই বাক্য দ্বারা অনুগ্রহ এবং আশীর্বাদ করুন। আমেন। সন্ন্যাধিপতি সদাপ্রভু পরমেশ্বর, আমি পুনঃ ধন্যবাদ দৌଛୁ এই সুন্দর সময় ପାଇଁ। କାରଣ ତୁମର ସେ ପୁତ୍ରଙ୍କ ଦେଇ ତୁମେ ଆମମାନଙ୍କୁ କିଣି ଅଛ ପ୍ରଭୁ। ତୁମରି ପୁତ୍ରଙ୍କର ସେହି ରକ୍ତ ଆମମାନଙ୍କୁ ମାର୍ଜନା କରିଅଛି। ଆମମାନଙ୍କର ପାପ ଅପରାଧକୁ ସେହି ପବିତ୍ର ରକ୍ତ ଧୌତ କରିଅଛି ପ୍ରଭୁ। ଧନ୍ୟବାଦ ଦଉଛୁ ତୁମରି ପୁତ୍ର ପାଇଁ। ଆମ ସମସ୍ତଙ୍କୁ ଅନୁଗ୍ରହ କର, ଆଶୀର୍ବାଦ